ଜମ୍ଭିରା କେନାଲ ଡିଭିଜନ କାର୍ଯ୍ୟାଳୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ାସ୍ଥିତ ମୋରଡ଼ା ଜମ୍ଭିରା କେନାଲ ଡିଭିଜନ କାର୍ଯ୍ୟାଳୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ମୋରଡ଼ା ଜମ୍ଭିରା କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁବ୍ରତ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବୈଶିଙ୍ଗା କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଦାସ, ମୋରଡ଼ା ବ୍ଲକର ସହକାରୀ କୃଷି ଅଧିକାରୀ କମଲ ଚନ୍ଦ, ରାସଗୋବିନ୍ଦପୁର ବ୍ଲକର କୃଷି ଅଧିକାରୀ ବିଶ୍ୱନାଥ ମଣ୍ଡଳ, ସୁଳିଆପଦା ବ୍ଲକର କୃଷି ଅଧିକାରୀ ହିମାଂଶୁ ରାଉତ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ଥିଲେ। ସମସ୍ତ ଅତିଥିକୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅତିଥିଗଣ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଦ୍ୱାରା ବର୍ଷା ସଠିକ ଭାବେ ହେଉନଥିବାରୁ ଦିନକୁ ଦିନ ଜଳ ସଙ୍କଟ ଦେଖାଦେଉଛି। ତେଣୁ ଜଳର ସୁବଣ୍ଟନ ସୁବିନିଯୋଗ ବିଷୟରେ ପ୍ରତ୍ୟେକ ଚାଷୀଙ୍କୁ ଅବଗତ କରାଇବା ସହିତ ଆଗାମୀ ଦିନରେ ଜଳର ଅଭାବ ଦେଖା ନଦେବା ତଥା ଜଳର ସଦୁପଯୋଗ କରିବା ଉକ୍ତ ପାଣି ପଞ୍ଚାୟତ ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଚାଷୀଙ୍କୁ ଅବଗତ କରାଇଥିଲେ ଅତିଥିମାନେ। ସେହିପରି ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଡ୍ୟାମ୍ ନିର୍ମାଣ କରାଯାଇ ଜଳ ସଂରକ୍ଷିତ କରାଯାଉଛି ଏବଂ କେନାଲ ଯୋଗେ ଉକ୍ତ ପାଣିକୁ ଚାଷ ଜମିକୁ ଯୋଗାଉଛି। ସେହିପରି ଆସନ୍ତା ବର୍ଷ ଜାନୁଆରୀ 3, 4 ଓ 5 ତାରିଖରେ ଚାଷୀମାନଙ୍କ ପାଇଁ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ ବୋଲି କହିଥିଲେ ମୋରଡ଼ା ବ୍ଲକ କୃଷି ଅଧିକାରୀ କମଲ ଚନ୍ଦ। ସେହିପରି ଧାନ କଟା ଗଛ ସରିବା ପରେ ବାକି ଥିବା ଧାନକୁ ନଡ଼ା ପୋଡ଼ିବା ଦ୍ୱାରା ବାୟୁମଣ୍ଡଳ ଦୂଷିତ ହେବା ସହିତ ଜମିରେ ମାଟି ଓ ନଷ୍ଟ ହେଉଛି। ତେଣୁ ଏହାକୁ ନ ପୋଡ଼ିବାକୁ ଚାଷୀମାନଙ୍କୁ ଅବଗତ କରାଇଥିଲେ ରାସଗୋବିନ୍ଦପୁର ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ମଣ୍ଡଳ। ଏହାପରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ହୋଇଥିବା ବକ୍ତୃତା, ରଚନା, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ତ୍ରିଲୋଚନ ସେନାପତି ଧନ୍ୟବାଦ ଅର୍ପଣ କରି ସଭାସଂ କରିଥିଲେ।